ବୋଉ ତମେ ସେ କାଠଟା ନେଇଯାଅ ମୁଁ ଏ ବଡ ଖଣ୍ଡକୁ ନେଇଯାଉଛି ମୁଁ ସେଠି ବାହାରେ ରଖିକି କୁରାଡିରେ ଦି ଖଣ୍ଡ କରିଦେବି ତ ରେଡି ଶୁଖିଲା କାଠ ତମେ ଧର ଆଗ ମୁଁ ଆକୁ ସେଇ ଭିତରେ ଟିକେ ଗୁଣ୍ଡେଇ ଦେଇ ବଢିଆ କାଠ ହେଇଛି ପୁରା ଶୁଖିଲା ଚାଲେ ତୁ ଆଗରେ ଚା ମୁଁ ନେଇକି ଯାଉଛି। ଏଇଟା ହେଉଛି ରୋହି ମାଛ ମିନିମମ୍ 4 କିଲୋ ପ୍ଲସ୍ ହେବ। ଆଉ ଗୋଟେ ଚାନ୍ଦି ମାଛ ମୁଁ ଆପଣମାନଙ୍କୁ ଦେଖାଉଛି ତ ଦେଖନ୍ତୁ ଏତେ ବଡ଼ ଚାନ୍ଦି ମାଛ ମୁଁ ଲାଇଫ୍ରେ କେବେ ବି ହୁଏ ତ ଦେଖି ନାହିଁ କିନ୍ତୁ ଆଜି ଫାର୍ଷ୍ଟ ଟାଇମ୍ ଦେଖୁଛି ଜଟଣୀ ବଜାର ଭିତରେ ଆମର ଚାନ୍ଦି ମାଛ ଦେଖନ୍ତୁ ଗୋଟାକ 8 କିଲୋ ପ୍ଲସ୍ ହେବ। ତ ଚାଲନ୍ତୁ ବର୍ତ୍ତମାନ ଆମେ ମାଛ ଆମର ଆବଶ୍ୟକ ଅଛି 1/2 କିଲୋ ଖଣ୍ଡେ ନେବା ଆଜି ଖାଇବା ଏତେ ବଡ଼ ମାଛ ଦେଖନ୍ତୁ। ହାଇ ସାଙ୍ଗମାନେ ଜୟ ଜଗନ୍ନାଥ ଶୁଭ ସକାଳ ନୂଆ ଏକ ଫ୍ରେଶ୍ ଦେଶୀ ଗାଉଁଲି ଭିଡ଼ିଓରେ ଆପଣମାନଙ୍କୁ ୱେଲକମ୍। ତ ସାଙ୍ଗମାନେ ଦେଖିପାରୁଥିବେ ବର୍ତ୍ତମାନ ମାଆଙ୍କର ମୋର ଚାଲି ଆସୁଛୁ ଜଙ୍ଗଲକୁ ଜାଳ କାଠ କଲେକ୍ସନ୍ କରିବା ପାଇଁ। ସାଙ୍ଗମାନେ ସାରା ବିଶ୍ୱରେ ଯେଉଁଭଳିଆ ଏଲ୍ପିଜିର ସମସ୍ୟା ରହିଛି ଆପଣମାନେ ମଧ୍ୟ ସମସ୍ତେ ସେହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଏବଂ ଆମେ ବି ମଧ୍ୟ ସେହି ସମସ୍ୟାରେ ପଡ଼ିକି ବର୍ତ୍ତମାନ ଜଙ୍ଗଲ ଭିତରକୁ ଆସିଛୁ ଜାଳ କାଠ କଲେକ୍ସନ୍ କରିବାକୁ। ତ ଦେଖିପାରୁଥିବେ କିଛିଟା ଶୁଖିଲା ଜାଳ ନେଇଗଲେ ଆମର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯିବ ଏବଂ ବୋଉ ଆମର କିଛି ଶୁଖିଲା ଜାଳ କଲେକ୍ସନ୍ କରିସାରିଲେଣି ମୁଁ ବି ମଧ୍ୟ ତାଙ୍କ ସହିତ ମିଶିକି ଶୁଖିଲା ଜାଳ କିଛି କଲେକ୍ସନ୍ କରିଦେବା ଏବଂ ପୁଣି ଆଜି ଗୋଟେ ଦେଶୀ ଗାଉଁଲି ଷ୍ଟାଇଲ୍ରେ କିଛି ଗୋଟେ ୟୁନିକ୍ ରୋଷେଇ କରିକି ଆପଣମାନଙ୍କୁ ଦେଖେଇବୁ ଆଜି। ତ ଚାଲନ୍ତୁ ଭିଡ଼ିଓ ସହିତ କଣ୍ଟିନ୍ୟू ଲାଗିକି ରହିବା ସହିତ ଭିଡ଼ିଓଟିକି ଏନ୍ଜୟ କରନ୍ତୁ ଏବଂ ସର୍ବଶେଷରେ ଭିଡ଼ିଓଟିକି ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ କେହି ବି ଭୁଲିବେନି। ଚାଲନ୍ତୁ ଆଗକୁ ବଢ଼ିବା। ଜୟ ଜଗନ୍ନାଥ ମାଡ଼ି ଚାଲ। ବୋଉ ତାକୁ ସାଇଜ କରିଦିଅ। ସାଙ୍ଗମାନେ ଦେଖୁଥିବେ ମା ପୁଅ ବର୍ତ୍ତମାନ ଜଙ୍ଗଲ ଭିତରକୁ ଆସିକି ବଢିଆ ଶୁଖିଲା ଜାଳ କଲେକ୍ସନ କରିଦେଇଛୁ। ଆଉ ମଧ୍ୟାହ୍ନ ଭୋଜନ ଆଜି ବି ମଧ୍ୟ ଏଇ ଶୁଖିଲା ଜାଳ ଜାଳିକି ଦେଶୀ ଷ୍ଟାଇଲରେ ପ୍ରସ୍ତୁତ କରିବା। ଲୋକମାନେ ପୁଣି ସେଇ ପୁରୁଣା ପଦ୍ଧତିକୁ ଆପଣେଇ ନେଇଛନ୍ତି ସେଇ ଜାଳ ସେଇ ଡାଙ୍ଗ ଡୁଙ୍ଗି ଘଷି ପୁଣି ପୁରୁଣା ପଦ୍ଧତି। ତ ସାଙ୍ଗମାନେ ଯାହା ବି ହଉ ବହୁତ ଟେଷ୍ଟ ଖାଦ୍ୟ ବାହାରୁଛି ଆମ ଜାଳ କାଠରେ ରୋଷେଇ ହେଲେ ଆଉ ଗ୍ୟାସ୍ ପଇସା ବି ବଞ୍ଚୁଛି ସବୁଆଡିଆ ଲାଭ। ତ ବୋଉ ଆଜି ମଧ୍ୟାହ୍ନ ଭୋଜନ ଖାଇବାରେ କଣ କରିବା? ବଜାର ଯା ଟିକେ ମାଛ ଆଣିବୁ ଆଣିଲେ ତ ଝୋଳ କରିଦେବି ଖାଇଦବ। ମାଛ ଆସିବ ବଜାରରୁ ତାହେଲେ ଦେଶୀ ଷ୍ଟାଇଲରେ ଆଜି ଏଇ ସାଇଜ ମାଛ ନେଇ ଆସିବି ପୁରା ରୋଷେଇ କରିକି ଆପଣ ମାନଙ୍କୁ ଦେଖେଇବୁ ଆଜି କେମିତି କଣ ରୋଷେଇଟା ହଉଛି। ସାଙ୍ଗମାନେ ଚାଲନ୍ତୁ ଆଉ ଲେଟ୍ କରିବାନି ଜଲ୍ଦି ଜଲ୍ଦି ଜାଳ ନେଇକି ପଳେଇବା ଘରକୁ ରୋଷେଇ କାର୍ଯ୍ୟକ୍ରମ ଆରମ୍ଭ କରିବା। ଯଦି ଏବେ ରୋଷେଇ ନହବ ପୁଣି ଡିନର କରିବାକୁ ପଡିବ ଲଞ୍ଚ ପୁରା ମାଇନସ୍। ବୋଉ ତମେ ସେ କାଠଟା ନେଇଯାଅ ମୁଁ ଏ ବଡ ଖଣ୍ଡକୁ ନେଇଯାଉଛି ମୁଁ ସେଠି ବାହାରେ ରଖିକି କୁରାଡିରେ ଦି ଖଣ୍ଡ କରିଦେବି ତ ରେଡି ଶୁଖିଲା କାଠ ତମେ ଧର ଆଗ ମୁଁ ଆକୁ ସେଇ ଭିତରେ ଟିକେ ଗୁଣ୍ଡେଇ ଦେଇ ବଢିଆ କାଠ ହେଇଛି ପୁରା ଶୁଖିଲା ଚାଲେ ତୁ ଆଗରେ ଚା ମୁଁ ନେଇକି ଯାଉଛି। ତ ସାଙ୍ଗମାନେ ଦେଖନ୍ତୁ ବର୍ତ୍ତମାନ ମାଛ ମାର୍କେଟକୁ ଆମେ ଚାଲି ଆସିଥିଲୁ ଏବଂ ମାଛ ମାର୍କେଟରେ ଆଜି ବହୁତ ବିରାଟ ସାଇଜ୍ ମାଛ ଦେଖିବା ପାଇଁ ମିଳୁଛନ୍ତି। ଦେଖନ୍ତୁ ଏଇଟା ହେଉଛି ରୋହି ମାଛ ମିନିମମ୍ 4 କିଲୋ ପ୍ଲସ୍ ହେବ। ଆଉ ଗୋଟେ ଚାନ୍ଦି ମାଛ ମୁଁ ଆପଣମାନଙ୍କୁ ଦେଖାଉଛି ତ ଦେଖନ୍ତୁ ଏତେ ବଡ଼ ଚାନ୍ଦି ମାଛ ମୁଁ ଲାଇଫ୍ରେ କେବେ ବି ହୁଏ ତ ଦେଖି ନାହିଁ କିନ୍ତୁ ଆଜି ଫାର୍ଷ୍ଟ ଟାଇମ୍ ଦେଖୁଛି ଜଟଣୀ ବଜାର ଭିତରେ ଆମର ଚାନ୍ଦି ମାଛ ଦେଖନ୍ତୁ ଗୋଟାକ 8 କିଲୋ ପ୍ଲସ୍ ହେବ। ତ ଚାଲନ୍ତୁ ବର୍ତ୍ତମାନ ଆମେ ମାଛ ଆମର ଆବଶ୍ୟକ ଅଛି 1/2 କିଲୋ ଖଣ୍ଡେ ନେବା ଆଜି ଖାଇବା ଏତେ ବଡ଼ ମାଛ ଦେଖନ୍ତୁ। ତ ଜଟଣୀ ମାର୍କେଟ ଆପଣମାନେ ଆସିଲେ ବହୁତ ବଡ଼ ବଡ଼ ମାଛ ଆପଣମାନେ ଦେଖିବାକୁ ପାଇବେ। ଭାଇ ସେଇଥିରୁ 1/2 କିଲୋ ଗୋଟା କାଟିକି ଦିଅ ଯେଉଁ ତଳେ ପଡ଼ିଛି ଆମର ଏଇଗୋଟା ଦେଖନ୍ତୁ ଗୋଟେ ଆମେ କାଟିକି ନେଉଛୁ 1/2 କିଲୋ ମାଛ ଯେଉଁ ମାଛଟି ଥିଲା 6 କିଲୋ ପାଖାପାଖି। ହଁ ଭାଇ ଦେଇଦିଅ ଏଇଟା ମେରିକାଲ ନା? ହଁ ବହୁତ ଶସ୍ତାରେ ମଧ୍ୟ ଜଟଣୀ ବଜାରରେ ଆପଣମାନେ ମାଛ ପାଇଯାଆନ୍ତି ମାଛ ମାର୍କେଟ ଭିତରେ। ଚାଲୁ ଭଲ ଭଲ ମାଛ ଅଛି ଆମେ ମିରକାଳି ମାଛରୁ ଆଜି ନେଇଛେ ଅଳ୍ପ ଟିକେ ମଥା ନେଇଛେ ତା ସହିତ ପିସ୍ଟା ଦେଖନ୍ତୁ ପୁରା ବୋବାଲ ଅଛି ଆରାମସେ ନେଇକି ଆଜି ଟିକେ ମାଡ଼ କରିବା। ଆଉ ସବୁଦିନ ବଜାରକୁ ବଡ଼ ବଡ଼ ମାଛ ଆସୁଛି ନା? रविवार बुधवार आउ शुक्रवार रविवार बुधवार शुक्रवार नहीं खास करके ये दुकान तुम सदाबले मिल जाव 10 किलिया 8 किलिया 15 किलिया जिते बड़ मागिक अच्छा अच्छा अवेलेबल तो सब बाहर जेकोसी प्रोग्राम हो आप ऑर्डर होची ना? हाँ ठीक है जेन्युइन प्राइस आपने माछ पाई जाई परिए पूरा फ्रेश माछ जटणी बजार भितर भाईंकर फेस आपने देखिपे जो मैंने लोकालिटी अच्छा आपने निहाती आसिक भाई सहित विजिट करके भल रेट्रे माछ नहीं पारे आपने। तो चलते आम बर्तमान माछ किणा कि सरी जाइए आम जा बर्तमान एवं घरे पहुँचिकी कथा हो भाई ये चिंगुड़ी केते? ये चिंगुड़ी आसो 500 टंका 500 टंका ना जोटा कि यार भुवनेश्वर रेट हो 800 टंका 800 टंका जटनी अच्छी केवल 500। अच्छा अच्छा
এটা কোন দেশি নুহ তো? এটা নদী চিଙ୍ଗୁଡ଼ି। নদী চিଙ୍ଗୁଡ଼ି। ନଦୀ। ଆଚ୍ଛା ଆଚ୍ଛା এটা ଚିଲିକା ନୁହେଁ, ମିଠା ପାଣିର ନଦୀ ଚିଙ୍ଗୁଡ଼ି। ନଦୀ ଚିଙ୍ଗୁଡ଼ି ନା। ତ ବହୁତ ଭେରାଇଟିର ମାଛ ଆସୁଛି ବଜାରକୁ। ତ ଚାଲନ୍ତୁ ବର୍ତ୍ତମାନ ଆମର ହିସାବରେ ଆମେ ନେଇଯାଇଛି ମାଛ। ତ ଯିବା ଘରେ ଯାଇକି କଥାବାର୍ତ୍ତା ହେବା ଆଉ। ସାଙ୍ଗମାନେ ଜାଳ ଭଙ୍ଗା ଭଙ୍ଗି କରିକି ନେଇକି ଆସିଲା ପରେ ବର୍ତ୍ତମାନ ଆମେ ଇଟା ରଖିକି ତା ଦେହରେ ଲଗେଇ ଦେଇଥିଲୁ କାଠ ଏବଂ ଦେଖନ୍ତୁ କେତେ ସୁନ୍ଦର ଭାବରେ କାଠ ଜଳୁଛି। ପୁରା ଦେଶୀ ଷ୍ଟାଇଲରେ ଏଇନା ବର୍ତ୍ତମାନ ଆମେ ସୋରିଷ ତେଲ ପକେଇକି ଭାଜିବୁ ମାଛ। ତ ଦେଖନ୍ତୁ ବର୍ତ୍ତମାନ କରେଇ ତାତିଗଲାଣି। ଏବେ ଆମେ ତେଲ ପକେଇବା କରେଇ ମଧ୍ୟରେ। ତ ଦେଖନ୍ତୁ ବର୍ତ୍ତମାନ ଆମର ସୋରିଷ ତେଲ ପଡ଼ିଗଲା। ଆଉ କେମିତି ଜାଳ ଜଳୁଛି ଦେଖନ୍ତୁ। ଜାଳ ପୁରା ଶୁଖିକି ପୁରା ରଡ଼ ହେଇକି ଅଛି। ଆଉ ନିଆଁ ଲାଗିଲା ମାନେ ହୁତୁ ହୁତୁ ହେଇକି ଜଳୁଛି। ଆଉ ବହୁତ କମ୍ ସମୟ ମଧ୍ୟରେ ପ୍ରସ୍ତୁତ ହେଇଯିବ ଆମର ମାଛ ଭଜା। ତ ଚାଲନ୍ତୁ ବର୍ତ୍ତମାନ ମାଛକୁ ଲୁଣ ହଳଦୀ ଭଲସେ ଗୋଳେଇ ନେବା। ତ ଦେଖନ୍ତୁ କେତେ ସୁନ୍ଦର ପିସ୍ ହେଇଛି ସାଙ୍ଗମାନେ, ବଢ଼ିଆ ପିସ୍ ଥିଲା। ଏଇଟା ରହିଛି ଆମର ମିରିକାଳି ମାଛ। ତ ଦେଖନ୍ତୁ ବଢ଼ିଆସେ ଆମେ ତାକୁ ଗୋଳେଇ ନେଇଛେ। ସାଙ୍ଗମାନେ ଦେଖନ୍ତୁ ବର୍ତ୍ତମାନ ତେଲ ମଧ୍ୟରେ ପଡ଼ି ସାରିଲା ପରେ ମାଛ କେମିତି ଚଡ଼ଚଡ଼ ହେଇକି ଭାଜି ହେଉଛି। ଆଉ ମାଛ ପିସ୍ ଗୁଡ଼ାକ ଦେଖନ୍ତୁ କେତେ ବଡ଼ ବଡ଼ ପିସ୍ ରହିଛି। ଯେହେତୁ 6 କେଜିଆ ମାଛ ଥିଲା ତା ଦେହରୁ ଆମେ ପିସ୍ କାଟିକି ଆଣିଥିଲେ। ତ ସୁନ୍ଦର ଭାବରେ ମାଛ ପିସ୍କୁ ଆମେ ତେଲ ମଧ୍ୟରେ ଛାଡ଼ି ଦେଇଛୁ। ଦେଖନ୍ତୁ ପୁରା ବୋବାଲ ଦେଖାଯାଉଛି ଏବଂ ଖାଇବା ପାଇଁ ବି ମଧ୍ୟ ଟେଷ୍ଟ ଲାଗିବ। ଯେହେତୁ ବଡ଼ ମାଛ ଅଛି ଆକୁ ଆମେ ବଢ଼ିଆ ସେ କ୍ରିସ୍ପି କରିକି କଡ଼ା କଡ଼ା ଭାଜିଦେବା। ତାପରେ ଆମେ ଆକୁ ବଢ଼ିଆ ଫ୍ରାଏ ବନେଇବା। ଏଠି ଆମର ଗୁଳିଆ ଯାଇଥିବା ମାଛ ରଖିଛୁ, ବାକି ଭଜା ହେବ ଏଇ ଟାଇପ୍ର କରେଇରେ ସବୁ ପଡ଼ିବ। ଆଉ ଗୋଟେ ଫାଳ ହେଇ ଆସିଲାଣି, ତାକୁ ଲେଉଟା ଲେଉଟି କରି ଦେଖନ୍ତୁ ଆମେ ବର୍ତ୍ତମାନ ଲେଉଟଉଛୁ ମାଛକୁ। ଯେହେତୁ ଗୋଟେ ସାଇଡ଼ ଅଳ୍ପ ଅଳ୍ପ ହେଇଗଲାଣି। ୱାଓ ସାଙ୍ଗମାନେ ଦେଖିପାରୁଥିବେ ବର୍ତ୍ତମାନ ଆମର ଗୋଟେ ଅଥରା ମାଛ ପଡ଼ିଥିଲା ଏବଂ ମାଛ ଭଜା ଧୀରେ ଧୀରେ ହେଇ ଆସିଲାଣି। ଦେଖନ୍ତୁ ମାଛ ତକ ଆମେ କାଢ଼ିବା। ଓ ଦେଖନ୍ତୁ ମାଛ କେମିତି ଭଜା ହେଇଯାଇଛି ପୁରା ରେଡ଼ି ବ୍ୟାଗରେ। ତ ପୁରା କଡ଼କଡ଼ିଆ ଭଜାଟେ ହେଇଛି। ଚୁଲି ବି ଟିକେ ଜଳିବାରେ ସମସ୍ୟା ହେଉଛି, କାହିଁକିନା ଧୂଆଁ ଟିକେ ବାହାରୁଛି। ଯେହେତୁ କାଠ ଟିକେ ଓଦା ଅଛି, ମଞ୍ଜ କାଠ। ଆମର କାଳବୈଶାଖୀ ଯେଉଁ ଭଳିଆ ଆସୁଛି ଓଡ଼ିଶାକୁ, ପ୍ରତି 5 ଦିନ 10 ଦିନରେ ଥରେ ବର୍ଷା। ଓଃ ପଇଲାରେ ସେ ବର୍ଷାରେ ସବୁ କାଠ ଗୁଡ଼ାକ ଓଦା ହେଇଯାଉଛି ଏବଂ ଯାହା ଶୁଖୁଛି ସେଗୁଡ଼ା ଜଳୁଛି। ଯେଉଁଗୁଡ଼ା ମଞ୍ଜ ରହୁଛି ସେଗୁଡ଼ା ଟିକେ ଜଳିବା ପାଇଁ ଅସୁବିଧା ହେଉଛି ଏବଂ ଧୂଆଁ ହେଉଛି। ଚୁଲି ମୁଣ୍ଡରେ ବସିକି ରୋଷେଇ କରିବାଟା ଭାରି କଷ୍ଟ। ତ ତଥାପି ଆମର ଦେଶୀ ଚୁଲି ରୋଷେଇ ଖାଇବା ପାଇଁ ସ୍ୱାଦିଷ୍ଟ ଲାଗେ ଏବଂ ମା ହାତ ରନ୍ଧା ତା'ର ଗୋଟେ ୟୁନିକ୍ ଅଲଗା। ଓ ଦେଖନ୍ତୁ ମାଛ ପଡ଼ିଗଲା, ବାକି ମାଛ ତକ ତାକୁ ବୋଉ ଆମର ଭଜାଭଜି କରିକି ପୁରା ଏମିତି କଡ଼କଡ଼ିଆ କରିକି ରଖିବ। ଆଉ ଦେଖନ୍ତୁ ଏମିତି କଡ଼କଡ଼ିଆ ଭଜାଟେ ହେଇଛି। ଓ ମୋଷ୍ଟ ଆମାଜିଂ ବିୟୁଟିଫୁଲ୍। ବାକି ମାଛ ତକ ଆମର ପଡ଼ିଛି, ଆପଣମାନେ ଦେଖିପାରୁଥିବେ ଚୁଲି ମଧ୍ୟରେ। ତାକୁ ପୁରା ବଢ଼ିଆସେ ଆମର ଭଜାଭଜି କରିକି କଡ଼କଡ଼ିଆ ଭାବରେ ପୁରା ମଜା କରିକି ଖାଇବା ଆଉ ପସେଇ ଦେଇକି। ଆଉ ସାଙ୍ଗମାନେ ଦେଖନ୍ତୁ ବର୍ତ୍ତମାନ ଚୁଲି ଜାଳରେ ବସିକି ଆମେ ପ୍ରସ୍ତୁତ କରିବାକୁ ଯାଉଛୁ ମାଛ କଷା। ମାଛ କଷା ପାଇଁ ବର୍ତ୍ତମାନ ହାଲକା ତେଲ ଦେଇକି ତା ଦେହରେ ଆଡ଼୍ କରିଦେଇଥିଲୁ ଅଦା, ରସୁଣ, ପିଆଜ, ଟମାଟୋର ଏକ ସୁନ୍ଦର ପେଷ୍ଟ। ତ ଦେଖନ୍ତୁ ଚୁଲି ଜାଳ କେତେ ସୁନ୍ଦର ଭାବରେ ଜଳୁଛି ଏବଂ କଷାଟେ ମଧ୍ୟ ବଢ଼ିଆ ବାସ୍ନା ଦେଲାଣି। କଷାଟେ ହାଲକା ହେଇଗଲା ପରେ ଗୁଣ୍ଡ ଶୁଖା ମସଲା ପକେଇକି ଆମେ ତା ଦେହରେ ପାଣି ଦେଇକି ଆଡ଼୍ କରିଦେବୁ ଆମର ଭଜା ଯାଇଥିବା ମାଛ। ତ ବାହାରେ ବସିକି ରୋଷେଇ କରିବାର ମଜା କିଛି ଅଲଗା, କାହିଁକିନା ସୁଲସୁଲିଆ ଖରାଦିନିଆ ପବନ ଦେଉଛି। ତା ସହିତ ଚୁଲି ଜାଳ ଧୂଆଁ ବାଜିକି ନାକ କାନରୁ ପାଣି ବାହାରିଲାଣି। ଆଖିରୁ ଜଷ୍ଟ ବାହାରିବ ହେଉଛି, କିନ୍ତୁ ମୁଁ ଆଖିଟାକୁ ମୁଜି ଦେଇଛି ବୋଲି ବାହାରିନି, ଖୋଲିଦେଲେ ବାହାରିବ ପାଣି ଆଖିରୁ। ତ ଏଇଭଳିଆ ପରିସ୍ଥିତିରେ ଆମର ମାଛ କଷା ଚାଲିଛି। ଏ ଭଗବାନ କି ଧୂଆଁ ବୋପାଲୋ, ଦେଖନ୍ତୁ ଧୂଆଁ କେଉଁ ଭଳିଆ ହେଉଛି। ମୁଁ ଏଇଠି ବସିକି ଭିଡ଼ିଓ ବନାଉଛି, ସବୁ ଯାକ ଧୂଆଁ ମୋରି ଆଡ଼େ। ତ ଦେଖିପାରୁଥିବେ କେତେ କଷ୍ଟ କରିବାକୁ ପଡ଼ୁଛି ଭିଡ଼ିଓଟେ ପାଇଁ। ଲାଇକ୍ ସେୟାର ସବସ୍କ୍ରାଇବ୍ ଆପଣମାନଙ୍କର ନିହାତି ଦରକାର। ତ ହାଲକା ଲୁଣ ଆମେ ଆଡ଼୍ କରିଦେବୁ, କାହିଁକିନା ଓହୋ ହଳଦୀ ଆଉ ଲୁଣ ପକାଇ ଦିଅ। ତାହେଲେ ହଳଦୀଟା ପଇଲା, ଲୁଣଟା ଟିକେ ପଡ଼ିବ। ତ ଲୁଣଟା ପଇଲା, ଲୁହ ସବୁ ଯାକ ଆସିକି ମୋ ପାଟିରେ ପଶିଲାନି, ଲୁଣିଆ ଲୁଣିଆ ଲାଗିଲାଣି। ପାଣି ଟିକେ ଦେଇଦେବା, କାହିଁକିନା ମସଲାଟା ଟିକେ ସିଝିବ। ୱାହ ଦେଖନ୍ତୁ ଏଥରକ ବାସ୍ନା ଆସିଲାରେ ଭାଇ। ସେ ଯେଉଁ ବାଷ୍ପଟା ଆସିଲା, ବାସ୍ନା ତା ଦେହରେ ପଳେଇ ଆସିକି ମୋ ନାକରେ ବାଜିଲା। ଓଃ ଭୋକ ତ୍ରିପଲ ବଢ଼ିଗଲାଣି, ଡବଲ ଉପରେ ନାହିଁ, ଏଥରକ ତ୍ରିପଲ ଭୋକ। ତ ସାଙ୍ଗମାନେ ଶୁଖା ମସଲା ଯେଉଁ ରଖିଛୁ ଆମେ, ତା ଦେହରୁ ଆମେ ଲଙ୍କା ଗୁଣ୍ଡଟା ପ୍ରଥମେ ଆଡ଼୍ କରିବା, କାହିଁକିନା ଟିକେ ନାଲିଆ ନାଲିଆ ଦେଖାଯିବ, ମଜା ଲାଗିବ। ଓଃ ଲଙ୍କା ଗୁଣ୍ଡ ପଡ଼ିଗଲା। ଆଉ କ'ଣ ଅଛି ବୋଉ? ଜିରା, ଧନିଆ। ଓ ରେଡ଼ି। ଆଉ ଇଏ ତ ମେନ୍ ଜିନିଷ। ଆଉ
ये तो क्वालिटी बढ़ेब देखो कलर एना बर्तमान 2 सेकेंड चेंज हो कहीं लंका गुंडा आम आड करूँ आउ सब कौन मसला अच्छे बो पकाओ ଚିକେନ ମସଲା चिकेन आउ कौन ମିଟ୍ ମସଲା मीट कहीं खाली तो चिकेन कौन तादे बुड़ीला ନାଇଁ ହେଇଛି ଏଇଠି मीट पड़ा तो देखो चिकेन को मीट माउंस मसला पड़े माने तार गोटे निरा बास्ना आसीज बर्तमान माछ कषार यूज है माउंस मसला चिकेन हूँ कुकुड़ा मीट हूँ आमर मटन दीटा को पानी टिके हल्का देकी कषेया जिते बाष्प आसो से बास्ना बाहर देख केमती क्लास देखागला मसलाटा बर्तमान आलू पईला समस्त घरे धला आलू आसे कि आम घर कला आलू काटिकी थुआई देता से कला देखा दीपर हबार प्रोग्राम थिला किंतु एते जोर टाइट लगे आम दीपर करें से इवनिंग समय बर्तमान माछ कषाटा आयोजन होची सबू जिनस इवनिंग माने दीपर ही रेडी होता ना कि चालू 2 लिटर खंडे पानी देकी बर्तमान प्रस्तुत कर बो आमर माछ कषा कहीं आमर समस्ते घरे झोल खाया भारी पसंद करती आमर आइंष होला मात्र के झोल निहाती दरकार कहीं झोल ही प्रकृत स्वाद थाए तो देखो बर्तमान अल्प मसलार आम 2 लिटर खंडे पानी दे देचु ताको टिके गोले घाटे की मिक्स करदबा कलर किसी ना खाली सूप देखो आमर बेसी मसला मसली यूज करनु खाली सूप दरकार आमर आइंष बास्ना आसा दरकार ओह भेरी टेस्टी देखा वाओ फैंटास्टिक आमर गरीब घर जहाँ जमी एमती कर खाया कथा हो फाइनाली सांग मैंने देखो बर्तमान आमर प्रस्तुत हो जाए माछ आलू सूप यहाँ तो मुझे कषा कहबिनी कि झोल कहबिनी कहीं आप देखुए खाली पानी नदी पानी भाया खाली पानी अच्छी तो वर्षा है टपी टपी वर्षा हो पड़ो देखो मुझे सैड होगले ना वर्षा तादे पड़ो रुह आउ टे हाँ देख पड़ा वर्षा पानी भी किछटा पशिकी तादे अधिक पानी हो तो चलते बर्तमान आम माछ झोल माने माछ सूप को काढ़ी आम खाई टेस्ट करके जाना केमती कौन है बो टे काढ़ी टेस्ट करवा बो आमर आनी गोटा 5 टिकिया थाका थिबा थाली ताधरे आम नवा एवं 5-6टा आइटम भरिकी ताधरे खाइबा ओ सुपर सूप होइछि आधेरे गोटे स्पेशल जिनस अच्छे अनबॉक्सिंग कले मुझे देखेबी देखो यहाँ पार्सल आसी ओ चलो खियापिया करिया पूरा जबरदस्त हाँ आइटमटा पूरा मोबाइल है ये जिनटा को अनबॉक्सिंग करिया आपण माने कंटिन्यू वीडियो सहित लगी रही था देखिए आधेरे कौन अच्छी रेडी चलो सामान देखो बो आम अनबॉक्सिंग कर आसवा पार्सल को देखा कौन अच्छे भितर वो कौन अच्छी पूरा रबर सिलिंग है काढ़ला टे असुविधा हो बो को तो देखा जाओ रबरटा छिड़े दे अनबॉक्सिंग होमर मेन आइटमटा जो आइटमटा आपण मैंने देखिए आज स्पेशल अच्छी खाइबारे देखा जाओ आदि कौन बाहर देखो आम माछ झोल थुआई केते बढ़िया देखा माछ झोल पूरा स्पेशल आइटम फिटिला फिटिला रे तो देखो फिटिला आमर स्पेशल यूनिक आइटम ये अजाड़ ये खाली अच्छे हाँ देखो आसीगला आसीगला पूरा मोबाइल आइटमटा आसीगला तो यहाँ रही आम स्पेशल मुड़ी घाट तो देखो तड़का तड़का ओ स्पेशल तड़का राजमा पड़ी राजमा तड़का सहित ये माछ पीस ये माछ पीस टी आज स्पेशल माछ पीस बढ़िया लगे वाह यहाँ पुणी अच्छे आमर नान नान बटर नान देखो आखो
पूरा यूनिक टेस्ट बोबाल लाଗୁଛି ଚାଲନ୍ତୁ ଖିଆପିଆ କରିଦେବା ଆଜିର ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଲା ଲାଇକ୍ ସେୟାର ଉଡ଼େଇକି ସବସ୍କ୍ରାଇବ୍ କରିକି ପୁରା ସପୋର୍ଟ କରନ୍ତୁ ଆଗକୁ ବଢ଼ିଆ ବଢ଼ିଆ ଭିଡ଼ିଓ ନେଇକି ଆସିବି ଆଜି ପାଇଁ ଏତିକି ରହିଲି ଜୟ ଜଗନ୍ନାଥ।